ଏହି ତ୍ରୁଟି କାରଣରୁ ବୋର୍ଡ ପରୀକ୍ଷାରେ ଆସେ କମ୍ ନମ୍ବର। ଜାଣନ୍ତୁ କିପରି କରିବେ ଉନ୍ନତି। ଅନେକ ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଖି ଆସୁଛି, ଯେଉଁଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କିଛି ତ୍ରୁଟି ବିଷୟରେ କହିବି। ଯଦି ସେହି ସବୁ ତ୍ରୁଟି ଆପଣ କରୁଛନ୍ତି ଏବଂ ତାକୁ ଯଦି ଆପଣ ସୁଧାରି ଦେବେ, ତାହେଲେ ଭଲ ମାର୍କ ହାସଲ କରିପାରିବେ। ବୋର୍ଡ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ମଧ୍ୟ ଚାପର ଶିକାର ହୁଅନ୍ତି। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଏମିତି କିଛି ପଦ୍ଧତି କହିବି, ଯାହାକୁ ଆପଣ ଗ୍ରହଣ କରି ପରୀକ୍ଷାରେ ଭଲ ମାର୍କ ସ୍କୋର କରିପାରିବେ। ତେବେ ଚାଲନ୍ତୁ ଆଉ ଜମାରୁ ଡେରି ନ କରି ଭିଡ଼ିଓଟାକୁ ଷ୍ଟାର୍ଟ କରିବା। ବୋର୍ଡ ପରୀକ୍ଷା ସମୟରେ ଜଣେ ଛାତ୍ର ପାଇଁ ପର୍ଯ୍ୟାପ୍ତ ନିଦ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଅଭାବ ଏକାଗ୍ରତାକୁ ହ୍ରାସ କରିଥାଏ ଏବଂ ଭୁଲ କରିବାର ସମ୍ଭାବନାକୁ ବଢ଼ାଇଥାଏ। ପରୀକ୍ଷା ପୂର୍ବରୁ ରାତିରେ ଛାତ୍ରଛାତ୍ରୀମାନେ ଅତି କମ୍ରେ 8 ଘଣ୍ଟା ଶୋଇବା ଆବଶ୍ୟକ। ସମସ୍ତ ପ୍ରଶ୍ନକୁ ଭଲ ଭାବେ ପଢ଼ନ୍ତୁ ଏବଂ ତାପରେ ଉତ୍ତର ଲେଖନ୍ତୁ। ଯଦି ଆପଣ କୌଣସି ପ୍ରଶ୍ନ ବୁଝନ୍ତି ନାହିଁ, ଏହାକୁ ଛାଡ଼ି ପରେ ଉତ୍ତର ଲେଖନ୍ତୁ। ବୋର୍ଡ ପରୀକ୍ଷା ସମୟରେ ନର୍ଭସ୍ ଅନୁଭବ କରିବା ସ୍ୱାଭାବିକ, ତଥାପି ଛାତ୍ରଛାତ୍ରୀମାନେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରିବା ଉଚିତ। ବିଶେଷଜ୍ଞଙ୍କ ଅନୁଯାୟୀ ସ୍ନାୟୁତା ଏକାଗ୍ରତାକୁ ହ୍ରାସ କରିଥାଏ ଏବଂ ସ୍ମୃତି ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦି ଛାତ୍ରଛାତ୍ରୀମାନେ ଏହିପରି ଅନୁଭବ କରନ୍ତି, ତେବେ ଗଭୀର ନିଶ୍ୱାସ ନେବା ଏବଂ ଧ୍ୟାନ କରିବା ଦ୍ୱାରା ସ୍ନାୟୁ କମିଯାଏ। ବୋର୍ଡ ପରୀକ୍ଷା ସମ୍ବନ୍ଧରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସମୟକୁ ସଠିକ ଭାବରେ ପରିଚାଳନା କରିବା ଉଚିତ। ସମସ୍ତ ପ୍ରଶ୍ନକୁ ସମାନ ସମୟ ଦିଅନ୍ତୁ। ଯଦି କୌଣସି ପ୍ରଶ୍ନ ଅଧିକ ସମୟ ନେଉଛି, ତେବେ ଏହାକୁ ଛାଡ଼ି ପରେ ଏହାର ଉତ୍ତର ଲେଖନ୍ତୁ। ଯଦି ଏହି ସବୁ ପଦ୍ଧତି ଗୁଡ଼ିକ ଆପଣ ପାଳନ କରିବେ, ତାହେଲେ ନିଶ୍ଚୟ ଆପଣ ପରୀକ୍ଷାରେ ଭଲ ଉନ୍ନତି କରିପାରିବେ। ସମସ୍ତଙ୍କୁ ଏକ୍ଜାମ ପାଇଁ ଆମ ଚ୍ୟାନେଲ ତରଫରୁ ଅଲ୍ ଦ ବେଷ୍ଟ।